ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ଆଜି ହେଉଛି 5 ସେପ୍ଟେମ୍ବର ଶୁକ୍ରବାର। ଆସନ୍ତୁ ଜାଣିନେବା ଆଜିକାର ଟପ୍ ନ୍ୟୁଜ୍ ଗୁଡ଼ାକ। ଫାଷ୍ଟ ଅଫ୍ ଅଲ୍ ଆମେ ଯିବା ବ୍ରେକିଂ ନ୍ୟୁଜ୍ ଉପରେ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଫଳରେ ଦିଲ୍ଲୀରେ ଭୟଙ୍କର ବାତ୍ୟା ସ୍ଥିତି। ଦିଲ୍ଲୀ ସଚିବାଳୟ ପର୍ଯ୍ୟନ୍ତ ପହଞ୍ଚିଲା ଯମୁନା ବନ୍ୟା ପାଣି। ପରବର୍ତ୍ତୀ ଖବର, ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆହୁରି 3 ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଲଘୁଚାପ ପ୍ରଭାବରେ 7 ଯାଏଁ ପ୍ରବଳ ବର୍ଷା। 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଓଡ଼ିଶା ପାଣିପାଗ ବିଭାଗରୁ। ପରବର୍ତ୍ତୀ ଖବର, ଅଗଷ୍ଟ ମାସରେ 20 ବିଲିୟନ ୟୁପିଆଇ ଟ୍ରାଞ୍ଜାକ୍ସନ। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ କୃତଜ୍ଞତା ଜଣାଇଲା ଅର୍ଥ ମନ୍ତ୍ରାଳୟ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହା ବଡ଼ ଘୋଷଣା। ପରବର୍ତ୍ତୀ ଖବର, ଆସନ୍ତାକାଲି 5 ଘଣ୍ଟା ବନ୍ଦ ରହିବ ଶ୍ରୀଜଗନ୍ନାଥଙ୍କ ମନ୍ଦିର। ଦର୍ଶକମାନେ 5 ଘଣ୍ଟା ପର୍ଯ୍ୟନ୍ତ ଭଗବାନଙ୍କ ଦର୍ଶନ କରିପାରିବେ ନାହିଁ। ଆଜିକାର ଟପ୍ ନ୍ୟୁଜ୍। ପରବର୍ତ୍ତୀ ଖବର, ଜିଏସଟିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା। କହିଲେ ସାଧାରଣ ଲୋକ ଉପକୃତ ହେବେ। ଆସନ୍ତା ବର୍ଷ ଜାନୁଆରୀ 1, 2024 ଠାରୁ ଏହା ସାରା ଦେଶରେ ଲାଗୁ ହେବାକୁ ଯାଉଛି। ପରବର୍ତ୍ତୀ ଖବର, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ବଡ଼ ଖବର। ସ୍କୁଲ ସହ ମିଶିବ ଅଙ୍ଗନବାଡ଼ି। ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବ ଯତ୍ନ ବିଦ୍ୟାଳୟରୁ ଆରମ୍ଭ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଏହା ଏକ ବଡ଼ ପରବର୍ତ୍ତୀ ଖବର, ବଙ୍ଗୋପସାଗରରେ ଲଘୁଚାପ ଫଳରେ ଗଙ୍ଗା ନଦୀ ପରେ ବିପଦ ସଂକେତ ଉପରେ ଯମୁନା। 10,000 ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ପରବର୍ତ୍ତୀ ଖବର, ପୁଣି ଥରେ ଭୂମିକମ୍ପ। ଆଫଗାନିସ୍ତାନରେ ଭୂମିକମ୍ପରେ 800 ଛୁଇଁଲା ମୃତ ସଂଖ୍ୟା। ଦୁଃଖ ପ୍ରକାଶ କଲେ ମୋଦି। ପରବର୍ତ୍ତୀ ଖବର, ସମ୍ବଲପୁରରେ ମହାନଗର ନିଗମ ନିର୍ବାଚନ ଘାଟ ପିଟିଲା। 6 ସପ୍ତାହରେ ସାନି ନିର୍ବାଚନ ବିଜ୍ଞପ୍ତ। ନିର୍ଦ୍ଦେଶ ଓଡ଼ିଶା ସରକାରଙ୍କର ମୋହନ ମାଝୀଙ୍କ। ପରବର୍ତ୍ତୀ ଖବର, ସୁଭଦ୍ରା ଯୋଜନା ଭଳି ଆଉ ଗୋଟିଏ ଯୋଜନା ସାମ୍ନାକୁ ଆସିଛି। ମହିଳାଙ୍କୁ ମିଳିବ 10,000। ରାଜ୍ୟ ସରକାରଙ୍କ ମୋହନ ମାଝୀଙ୍କ ବଡ଼ ଘୋଷଣା। ପରବର୍ତ୍ତୀ ଖବର, ବନ୍ୟା ଜଳ ପ୍ରଭାବରେ ଖୋଲିଲା ହୀରାକୁଦରେ ଆଉ 4ଟି ଗେଟ୍। ବର୍ତ୍ତମାନ ସୁଦ୍ଧା 10ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବହୁ ମାତ୍ରା ଜଳ 10ଟି ଗେଟ୍ ଖୋଲାଯାଇଛି।